ଆସନ୍ତୁ ଶୁଣିବା ଶ୍ରୀ ଆନନ୍ଦ ଚନ୍ଦ୍ର ମିଶ୍ରଙ୍କ ରଚିତ ନିବନ୍ଧ ଆଲୋକ ଓ ଆନନ୍ଦ। ଆଲୋକ ଓ ଆନନ୍ଦ ସୃଷ୍ଟିର ଚିର ଲକ୍ଷ୍ୟ। ଏହି ଦୁଇ ଐଶୀ ଶକ୍ତି ଲାଭ ଇଚ୍ଛାରେ ଯୋଗୀମାନଙ୍କର ଯୋଗ ଶାନ୍ତ ହୋଇଛି, ବୀରର ଦର୍ପ ଶାନ୍ତ ହୋଇଛି ଓ ମୁନି ଋଷିଙ୍କର କଳ୍ପନା ଧ୍ୟାନ ଏକାଗ୍ରତା ସମସ୍ତ ଦିନେ ବିଲୟ ଭଜିବା ଉପରେ ବସିଛି। ଆଲୋକ ନ ପାଇଥିବା ପଦାର୍ଥ ହୀନ ଜଡ଼ ଓ ହେୟ ଏବଂ ତାର ବର୍ଦ୍ଧନ ଶକ୍ତି ଚିରରୁଦ୍ଧ। ଆନନ୍ଦ ପାଇବା ପାଇଁ ଜୀବକୁଳ ଉଦ୍ଭିଦ ସମୂହ ଏବଂ ଜଳଚର ଓ ବାୟୁଚର ଆଣୁବୀକ୍ଷଣିକ ବୀଜାଣୁ ସମସ୍ତେ ସବୁବେଳେ ବ୍ୟସ୍ତ। ପ୍ରାଣୀ ଏସବୁର ସନ୍ଧାନ ପାଇବାକୁ ମୃଗନାଭି ମୃଗତୁଲ୍ୟ ବ୍ୟାକୁଳ, କିନ୍ତୁ ସମସ୍ତ ତା ନିକଟରେ ଓ ଅତି ତୁଚ୍ଛ ପଦାର୍ଥରେ ମଧ୍ୟ ବିଦ୍ୟମାନ। ଶୂନ୍ୟ ପୂର୍ଣ୍ଣ ଓ ହୀନ ପଦାର୍ଥରେ ଆନନ୍ଦ ଓ ଆଲୋକ ଅଛି। ଜ୍ଞାନୀମାନେ ମହାନ୍ଧକାର ମଧ୍ୟରେ ଆଲୋକର ସନ୍ଧାନ ପାଇଅଛନ୍ତି। ଅନେକ ସମୟରେ ସ୍ୱତଃ ମନରେ ପ୍ରଶ୍ନ ଉଠେ, ସବୁ ଆଲୋକ ଓ ସବୁ ଆନନ୍ଦ କ'ଣ ସମାନ? କିନ୍ତୁ ତାହା ଅସମାନ ବୋଲି ଜଣାଯାଏ କେତେକ ଚାକ୍ଷୁଷ ପ୍ରମାଣ ବଳରୁ। ଆଧୁନିକ ଜଗତରେ ଆଲୋକ ଅନେକ। ଆଲୋକ ଓ ଆନନ୍ଦ ତିନି ପ୍ରଧାନ ଶ୍ରେଣୀରେ ବିଭକ୍ତ। ଏଥିମଧ୍ୟରୁ ଆଧ୍ୟାତ୍ମିକ, ଆଧିଭୌତିକ ଓ ଆଧିଦୈବିକ ପ୍ରଧାନ। ଆଧ୍ୟାତ୍ମିକ ଆଲୋକର ପ୍ରକାର ନିର୍ଦ୍ଦିଷ୍ଟ ସଂଖ୍ୟାର ଗଣ୍ଡି ମଧ୍ୟରେ ଆବଦ୍ଧ, କିନ୍ତୁ ଆଧିଭୌତିକ ଆନନ୍ଦ ଅନେକ। ଏହି ଆଲୋକ ଓ ଆନନ୍ଦ ବର୍ତ୍ତମାନ ଯୁଗରେ ମସ୍ତିଷ୍କର ପୂର୍ଣ୍ଣ ଅଧିକାରୀ। ଆଧୁନିକ ଜଗତର ବୈଜ୍ଞାନିକ ଗ୍ୟାସ ଓ ବୈଦ୍ୟୁତିକ ଆଲୋକ, ଗୃହସ୍ଥର ସମ୍ବଳ ଦୀପ ଓ ମଶାଲର ଶିଖା, ମେଘ ବିମୁକ୍ତ ଆକାଶର ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନକ୍ଷତ୍ର ଓ ଧୂମକେତୁର ତୀବ୍ର ଆଲୋକ, ଜ୍ୟୋତିରିଙ୍ଗଣ ଓ ଡାହାଣିଆ ନିଆଁ ପ୍ରଭୃତି ଅଶେଷ ବିଧ ଆଲୋକ କ'ଣ ସମାନ? ତେବେ ତେଜ ଅନୁସାରେ ଓ ଚକ୍ଷୁର ପ୍ରୀତିପ୍ରଦାୟିନୀ ଶକ୍ତି ଅନୁସାରେ ଆଜି ଆଲୋକର ମୂଲ୍ୟ ନିର୍ଦ୍ଧାରିତ ହେଉଛି। ଅନେକ ଆଜି ସୂର୍ଯ୍ୟଚନ୍ଦ୍ରଙ୍କ ଆଲୋକକୁ ପ୍ରଧାନ ପୂଜ୍ୟ ଆଲୋକ କହିଲେ ଆଉ କେତେକ ବୈଦ୍ୟୁତିକ ଆଲୋକକୁ ଶ୍ରେଷ୍ଠ ବୋଲି କହନ୍ତି। କେତେକ ମାଗିଖିଆଙ୍କୁ କୋଳଥ ମଣ୍ଡା ଅନୁସାରେ କ୍ଷୀଣ ବଳିତା ଆଲୋକକୁ ସମ୍ବଳ କରନ୍ତି। କିନ୍ତୁ ଏସବୁର ଉପାଦାନ ଏକ। ଅମ୍ଳଜାନ କାର୍ବନର ଦାହିକା ଶକ୍ତି ବଳରେ ଯେଉଁ ଆଲୋକ ଦୃଷ୍ଟ ହୁଏ ତାହା ସାଧାରଣତଃ ଭୌତିକ ଆଲୋକ। ଏହା ବ୍ୟତୀତ ଆଧିଦୈବିକ ଓ ଆଧ୍ୟାତ୍ମିକ ଆଲୋକର ଉପାଦାନ ଗୁଣ ଓ ପ୍ରମାଣ ଭିନ୍ନ ପରି ବୋଧ ହୁଏ। ଆଜି କେତେଜଣ ହୃଦୟର ଆଲୋକ ଓ ଅନ୍ଧକାରର ଆଲୋକ ଅନ୍ୱେଷଣ କରିବାକୁ ବ୍ୟାକୁଳ। କୋଟିଏ ମଧ୍ୟରେ କୋଟିଏ କାହିଁ? ସଂସ୍ପର୍ଶ ଓ ସଂସର୍ଗରେ ପଦାର୍ଥର ପରିବର୍ତ୍ତନ। ଯଦି ଆଜି ଆଧ୍ୟାତ୍ମିକ ଆଲୋକ ପୃଥିବୀର 17 ଜଣ ପାଆନ୍ତେ, ତେବେ ସମସ୍ତେ ସେ ଆଲୋକରେ ଆଲୋକିତ ହୁଅନ୍ତେ ନାହିଁ କି? ଘୋର ବିଷାଦ ବାତ୍ୟାକୁଳିତ ଅନ୍ଧକାର ମଧ୍ୟରେ ଉଦ୍ଧାରର ଯେ ଉପାୟ ଆଲୋକ ଲାଭ ହୁଏ, ସେ କ'ଣ ଏହି ସାଧାରଣ ଆଲୋକ? ଅନ୍ଧକାର ମଧ୍ୟରେ ଯେ ଆଲୋକ ଦୃଷ୍ଟ ହୁଏ ତାହା ଚର୍ମଚକ୍ଷୁରେ କେହି ଦେଖିନାହାନ୍ତି ବା କେହି କାହାକୁ ଦେଖାଇ ଦେଇପାରିବେ ନାହିଁ। ତେବେ ଚକ୍ଷୁ ଓ ହୃଦୟର ଦିବ୍ୟ ଦୃଷ୍ଟି ଦ୍ୱାରା ମନୀଷୀଗଣ ସେ ଆଲୋକ ଦେଖିଛନ୍ତି। ସେ ଆଲୋକ ପାଇବାକୁ ହେଲେ ସେଭଳି ବ୍ୟାକୁଳତା, ଉଦ୍ବିଗ୍ନତା ଓ ସ୍ଥୈର୍ଯ୍ୟ ଆବଶ୍ୟକ। ଆଲୋକ ଜୀବନର ଚରମ ଲକ୍ଷ୍ୟ ହେଲେ ମଧ୍ୟ ଅନେକ ସମୟରେ ଆଲୋକ ଲୋକକୁ ଭୟ ଦିଏ ଓ ବିଷବତ୍ ପ୍ରତୀତ ହୁଏ। ତେବେ ମ୍ୟାଲେରିଆ ରୋଗୀକୁ କ୍ୱିନାଇନ୍ ପିତା ବୋଧ ହୋଇଥାଏ ସତ୍ୟ, କିନ୍ତୁ ତାର ପରିଣତି ଜୀବନ ପ୍ରଦାୟକ ନୁହେଁ କି? ଜୀବନ ରୂପୀ ଜଳ ଓ ବାୟୁ ଉପାଦେୟ ହେଲେ ମଧ୍ୟ ତାହା ପ୍ରକାର ଭେଦରେ ଜୀବନ ହାରକ ହୋଇଥାଏ। ସେହିପରି ଜମ୍ବାଳ ରାଶିରୁ ଉଦ୍ଭୂତ ଆଲୋକର ଗ୍ୟାସ ପ୍ରାଣୀ ପକ୍ଷରେ ମାରାତ୍ମକ। ଏଇ ତ ଡାହାଣୀ ନିଆଁ। ଜଳ ପରିଷ୍କାର ହେଲେ ମଧ୍ୟ ସେଥିରେ ବିଶୁଚିକା ଜୀବାଣୁ ଜନ୍ମିଥାନ୍ତି। ସେହିପରି ବୈଦ୍ୟୁତିକ ଆଲୋକ ଅତି ଉଜ୍ଜ୍ୱଳ ହେଲେ ମଧ୍ୟ ସେଥିରେ ଚକ୍ଷୁ ରୋଗ ଜନ୍ମିଥାଏ। ଅମୃତରେ ବିଷ ନାହିଁ କି? ଆଲୋକ ଓ ତେଜ ବ୍ୟତୀତ ମାନବ ସୃଷ୍ଟି ଓ ସ୍ଥିତି ଯେପରି ଅସମ୍ଭବ, ତେଜର ପ୍ରକୋପରେ ଜୀବନ ନାଶ ସେହିପରି ସମ୍ଭବ। ଆନନ୍ଦ ଏହିପରି ଚିରନୂତନ ଓ ଅବସ୍ଥା ଭେଦରେ ଅମୃତ ଓ ବିଷପ୍ରଦାୟକ।
ଯୀଶୁ, ବୁଦ୍ଧ, ଶଙ୍କର, ଶ୍ରୀକୃଷ୍ଣ, ମହମ୍ମଦ ଓ ଚୈତନ୍ୟ ମଧ୍ୟ ଆନନ୍ଦ ପ୍ରକାଶ କରିଥିଲେ। ଜାପାନ ସମ୍ରାଟ, ୱେଲ୍ସର ଯୁବରାଜ ଏବଂ ଆଉ କେତେ ପ୍ରକାର ମୁଖଭଙ୍ଗୀରେ ଆନନ୍ଦ ପ୍ରକାଶ କରନ୍ତି। ନନ୍ଦବଂଶ ଧ୍ୱଂସରେ ଚାଣକ୍ୟ, କୁରୁବଂଶ ବିନାଶରେ ଶକୁନି ଏବଂ ଆଜି ଯୁଦ୍ଧ ଆହ୍ୱାନରେ ହିଟଲର, ମୁସୋଲିନି ମଧ୍ୟ ଆନନ୍ଦପୂର୍ଣ୍ଣ ହାସ୍ୟ କରୁଛନ୍ତି। ଏସବୁ କ'ଣ ସମଧରଣର, ନା ଏପରି ଆନନ୍ଦ ପ୍ରତି ମାନବର ଅଭୀଷ୍ଟ ସିଦ୍ଧିର ଲକ୍ଷ୍ୟ? ଆଜି ଆନନ୍ଦ ସରଳ, ଜଟିଳ ଓ ଯୌକିକ ଭେଦରେ ତ୍ରିବିଧ। କିଏ ସ୍ୱାର୍ଥବିହୀନ ଓ ପରାର୍ଥପର ଭାବରେ ଆନନ୍ଦ ପ୍ରକାଶ କରୁଛି, କିଏ କରାଣ୍ଡି ଗୁନ୍ଥି ବାଳିଆ ଛାଟିବା ପାଇଁ ଆନନ୍ଦ ପ୍ରକାଶ କରୁଛି ଏବଂ କିଏ ବିଭତ୍ସ ଦୁର୍ଗନ୍ଧ ଓ କୁଶ୍ଚିତ ପଦାର୍ଥ ଦର୍ଶନରେ ଆନନ୍ଦ ପ୍ରକାଶ କରୁଛି। ଏସବୁ ଆନନ୍ଦ ପ୍ରୀତିପ୍ରଦାୟକ ହେଲେ ମଧ୍ୟ ପ୍ରକାର ଭେଦରେ ଭିନ୍ନ। ଭଗବତ ପ୍ରୀତିରୂପ ଆନନ୍ଦ ଶ୍ରେଷ୍ଠ ଆନନ୍ଦ ବୋଲି କେତେକ ମନୀଷୀ କହିଛନ୍ତି। ଏହି ଆନନ୍ଦରେ କାହାର କିଛି କ୍ଷତି ହୁଏ ନାହିଁ, କିନ୍ତୁ ଜଗତର ଆନନ୍ଦ ହୋଇଥାଏ। ଅନ୍ୟକୁ ଦୁଃଖ ଦେଇ ଯେ ଆନନ୍ଦ ଲାଭ କରାଯାଏ, ତାହା ପାଶବିକ ଓ ରାକ୍ଷସୋଚିତ ଆନନ୍ଦ। ତାହା ଲାଭ କଲେ ମନୁଷ୍ୟର ମନୁଷ୍ୟତ୍ୱ ଲୋପ ପାଏ ଓ ଆତ୍ମାର ଅଧୋଗତି ହୁଏ। ଏହିପରି ଆନନ୍ଦ ଲାଭ କରିବା ଅଭ୍ୟାସ କରି କେତେକ ଗୁଣ୍ଡା ନରହନ୍ତା ହୋଇ ବିଜୋଲ୍ଲାସରେ ବିଭୋର ହୁଅନ୍ତି ସିନା, ତାକୁ କେତେଜଣ ପସନ୍ଦ କରନ୍ତି ଭଲା? ବିଧବାର ମର୍ମନ୍ତୁଦ ଓ ହୃଦୟ ବିଦାରକ ବୈଧବ୍ୟ ଦୁଃଖରେ ଭୋଟ ପାଇ ଆନନ୍ଦ ପାଇଥିବା ପ୍ରମାଣର ମଧ୍ୟ ଆଜିକାଲିର ବାୟୁମଣ୍ଡଳରେ ଅଭାବ ନାହିଁ। ଏହାକୁ ସମସ୍ତେ ପସନ୍ଦ କରନ୍ତି କି? ଆନନ୍ଦ ଲାଭ ସବୁ ଜୀବଠାରେ ଦେଖାଯାଏ। ଆଲୋକ ଲାଭକୁ ଅନେକ ଅପସନ୍ଦ କରିପାରନ୍ତି, କିନ୍ତୁ ଆନନ୍ଦ ସମସ୍ତଙ୍କର ଅଭିପ୍ରେତ। ଛୋଟ କୀଟ ମଧ୍ୟ ତାର ହାବଭାବ ଦେଖାଇ ଆନନ୍ଦ ଲାଭ କରେ। ଆଲୋକର ମୂଲ୍ୟ ବେଶୀ ହେଲେ ମଧ୍ୟ ଆନନ୍ଦ ଲାଭ ତାର ପରିଣତି। ତେବେ ଆଲୋକ ଲାଭ ନା ଆନନ୍ଦ ଲାଭ? ପ୍ରଥମ କହିବା କାଠିକର ପାଠ। ବୀଜରୁ ବୃକ୍ଷ ନା ବୃକ୍ଷରୁ ବୀଜ ସମସ୍ୟା ଯେପରି ମୀମାଂସା କରିବା କଠିନ, ସେହିପରି ଏହାର ଅବସ୍ଥା। ତେବେ ସରଳ ଆନନ୍ଦ ଓ ଆଧ୍ୟାତ୍ମିକ ଆଲୋକ ସମସ୍ତଙ୍କର ଲକ୍ଷ୍ୟ। ପ୍ରେମର ଅନ୍ୟ ନାମ ଆନନ୍ଦ। ବିଶ୍ୱ ପ୍ରେମ ବଳରେ ଭଗବତ ଦର୍ଶନ ବୋଲି ଅନେକ କହନ୍ତି। ଟୁ ଲଭ୍ ଅଲ୍ ମିନ୍ସ ଟୁ ଲଭ୍ ଗଡ୍ ଆଣ୍ଡ ଟୁ ବି ଲଭ୍ଡ ବାଇ ଗଡ୍। ସାତ୍ବିକ ଆନନ୍ଦ ବଳରେ ଲୋକ ମୃତ୍ୟୁଞ୍ଜୟ ଓ ଅମର ହୋଇଥାଏ। ଭଗବତ ସତ୍ତା ପ୍ରତି ବସ୍ତୁରେ ବିଦ୍ୟମାନ, ଏଣୁ ପ୍ରତ୍ୟେକ ସୁନ୍ଦର ଓ ଆନନ୍ଦମୟ। ପ୍ରତ୍ୟେକ ଦିବ୍ୟ ପ୍ରଭାରେ ଉଦ୍ଭାସିତ। ବାହାରର ଆନନ୍ଦ ଆଲୋକ ବା ତେଜ ମଳିନ ହେଲେ ମଧ୍ୟ ଆଭ୍ୟନ୍ତରୀଣ ଆଲୋକ ଓ ଆନନ୍ଦ ଲୋପ ପାଇନଥାଏ। ଅନ୍ତରର ଆଲୋକ ଓ ଆନନ୍ଦ ଉଦ୍ଭାସିତ ହେଲେ ବସ୍ତୁର ମୂଲ୍ୟ ଓ ତେଜ ବଢ଼ିଥାଏ। ଏଣୁ ଅନ୍ତରରେ ଦିବ୍ୟ, ସରଳ ଓ ଆଧ୍ୟାତ୍ମିକ ଆନନ୍ଦ ଲାଭ ଆମର କେତେ ଦୂର ବାଞ୍ଛନୀୟ, ଏହା ସମସ୍ତଙ୍କର ବିଚାର୍ଯ୍ୟ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଆଲୋକ ଓ ଆନନ୍ଦ। ଏହି ପ୍ରବନ୍ଧଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।